ଲୋକମାନେ ଠିକ୍ କୁହନ୍ତି, ଯିଏ ସବୁବେଳେ ଅନ୍ୟର ଦୋଷ ଖୋଜୁଥାଏ ନା, ସେଇ ବ୍ୟକ୍ତିର ବ୍ୟକ୍ତିତ୍ୱ ସେଇ ମାଛି ଭଳି ହୋଇଥାଏ, ଯିଏ ବହୁତ ସୁନ୍ଦର ଜାଗା ଛାଡ଼ିକି ଅଳିଆ ଗଦା ଉପରେ ହିଁ ବସିଥାଏ। କ'ଣ ଠିକ୍ କହିଲି ନା? ତେବେ ଚାଲନ୍ତୁ ଆଜି ଷ୍ଟାର୍ଟ କରିବା ଗୋଟେ ଓଡ଼ିଆ ଗାଁ ଖାଦ୍ୟ, ଅଥେଣ୍ଟିକ୍ ଖାଦ୍ୟ। ସେ ହେଉଛି ଖଡ଼ା ଶାଗ ଭଜା। ତ ଖଡ଼ା ଶାଗ ଭଜା ଗାଁ ମାନଙ୍କରେ କେମିତି ପ୍ରସ୍ତୁତ ହୁଏ ଆଜି ଆପଣମାନଙ୍କ ସାଙ୍ଗେ ସେୟାର କରୁଛି। ଏଇଠି ମୁଁ କିଛି ଖଡ଼ା ଶାଗ ନେଇଯାଇଛି, କେବଳ ତାର ପତ୍ର ନେଇଯାଇଛି। ଭେଣ୍ଡି ଥିଲା, ଭେଣ୍ଡି ନେଇଥିଲି, ଅପସନ୍ରେ ଅଛି, ଆପଣ ଚାହିଁଲେ ନେବେ। ଆପଣମାନେ ଜାଣିଛନ୍ତି ଭେଣ୍ଡି ସଜନା ଶାଗରେ ବି ପଡ଼େ, ଜାଣିଛନ୍ତି କି ନାହିଁ ମୋତେ କମେଣ୍ଟରେ କହିବେ। କଖାରୁ, ଆଳୁ, ଜହ୍ନିକୁ ଏମିତି କାଟି ନେବା। କଖାରୁ କମ୍ କ୍ୱାଣ୍ଟିଟିର ପକାଇବା, ଭେଣ୍ଡିକୁ ମଧ୍ୟ ଏମିତି ଭଲ ଭାବରେ ଧୋଇକି କାଟି ନେବା। ଏଇଠି ଦେଖନ୍ତୁ ମୁଗ ମୁଁ ଭଲ ଭାବରେ ଧୋଇକି ବତୁରେଇକି ରଖିଦେଇଛି। ସାମାନ୍ୟ କିଛି ତେଲ ନେଇକି ଆଗ ପ୍ରଥମେ ଆମର ଭେଣ୍ଡିକୁ ଭାଜିଦେବା। ଭେଣ୍ଡି ତ ଲାଳ ଅଂଶ ଥାଏ, ତ କିଛି ସମୟ ଭାଜିଦେଲେ ମାତ୍ର କିଛି ସେକେଣ୍ଡ ପାଇଁ, 40-50 ସେକେଣ୍ଡ ପାଇଁ ଭାଜିଦେଲେ ସେ ତାର ଲାଳ ଅଂଶ ପଳେଇବ। ପୁଣି କିଛି ସୋରିଷ ତେଲ ନେଇଯିବା। ଏତେ ଜୋର ମୁଁ ସେଥିରେ ବାଉଳରେ ପାଣି ଟିକେ କେମିତି ଆଡ଼୍ ହେଇଗଲା ଯେ ସେ ଏଡ଼େ ଜୋର ଫୁଟିଲା ଯେ କୁହନ୍ତୁନି। ତ ପାଣି ଟିକେ ଶାନ୍ତ ହେଲା ପରେ ସେଇଥିରେ ପକାଇ ଦେଇଥିଲି ମୁଁ କିଛି ଫୁଟଣ ଏବଂ ଛେଚା ରସୁଣ, ଶୁଖିଲା ଲଙ୍କା, କାଟି ରଖିଥିବା ପିଆଜ ଏସବୁ ପକାଇ ଭଲ ଭାବରେ ଭାଜି ନେଲି। ତାପରେ ଏଇଠି କ'ଣ ହେଲା ନା, ଯେଉଁ ମୁଗକୁ ଆମେ ଧୋଇକି ରଖିଥିଲେ, ମୁଗକୁ ମଧ୍ୟ ଭଲ ଭାବରେ ସେ ତେଲରେ ଭାଜି ନେବା। ଟିକେ ହାଲକା ଭାଜିଦେବା ଯେପର୍ଯ୍ୟନ୍ତ ମୁଗର କଲର୍ ଟିକେ ଚେଞ୍ଜ ଆସିଯାଇନି। ତାପରେ ଯେଉଁ ସବୁ ପନିପରିବା ଆମେ କାଟି ରଖିଥିଲେ, ଯେମିତି ଆଳୁ, ଜହ୍ନି, କଖାରୁ, ସେସବୁ ଆଡ଼୍ କରିକି ଭାଜିଦେବା। ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ବହୁତ ଜଣ କୁହନ୍ତି ଅଣ ହଳଦିଆ ସେମାନେ ଖାଆନ୍ତିନି, ତ ଆପଣମାନେ ଚାହିଁଲେ ଗୋଟେ ପିଞ୍ଚ ଭଳିଆ ହଳଦୀ ଆପଣ ପକାଇ ପାରିବେ, ମାତ୍ର ଗୋଟେ ପିଞ୍ଚ। ଏ ଦେଖନ୍ତୁ ଭଲ ଭାବରେ ଘୋଡ଼ିକି ଭାଜି ସାରିଲା ପରେ ହାଲକା ନରମ ହେଇସାରିଲା ପରେ ଯେଉଁ ଖଡ଼ା ଶାଗକୁ ଆମେ କାଟିକି ଧୋଇକି ରଖିଥିଲେ, ସେ ଖଡ଼ା ଶାଗକୁ ଆଡ଼୍ କରିକି ଆମେ ଭଲ ଭାବରେ ଭାଜିବା। ଆଉ ଗୋଟିଏ କଥା ଧ୍ୟାନ ରଖିଦେବେ, ଯେବେ ବି ଆପଣ ଯେକୌଣସି ବି ଶାଗ ଭାଜନ୍ତୁ କେବେ ବି ପୁରା ଘୋଡ଼େଇକି ଭାଜିବେନି, ହାଲକା ଘୋଡ଼େଇବେ। ହାଲକା ମାନେ ଫାଙ୍କା ଯେମିତି ରହିବ। ତ ଦେଖନ୍ତୁ ମାତ୍ର 2 ମିନିଟ୍ ଭିତରେ ଏଇଠି ଆମର ଖଡ଼ା ଶାଗ ପୁରା ପ୍ରସ୍ତୁତ ହେଇଗଲା। ତ ମୋର ତ ପୁରା ରେଡ଼ି ହେଇଗଲା ପଖାଳ ଭାତ ସାଙ୍ଗେ ଖାଇବା ପାଇଁ। ଆଉ ଆକ୍ଚୁଆଲି ଆଜି ପଖାଳ ଭାତ ମୁଁ ଖାଇନଥାନ୍ତି। ସେ କ'ଣ ହେଇଛି ନା, ଆମର ବଳି ଯାଇଥିଲା, ଅରୁଆ କରିଥିଲି, ଅରୁଆ ଭାତ ବଳି ଯାଇଥିଲା। ମୁଁ ଜାଣି ଶୁଣିକି ହିଁ ବଳିଥିଲି, କାରଣ ମୋତେ ଅରୁଆ ପଖାଳ ବହୁତ ପସନ୍ଦ। ବାସି ଅରୁଆ ପଖାଳ ତା ସାଇଡ଼ରେ ପୁଣି ଗରମା ଗରମ ଏମିତି ଶାଗ ଭଜା, କହିଲେ ଖାଇବା ଜମିବ ନା ନାହିଁ। ଆଉ ପ୍ଲିଜ୍ ସାଙ୍ଗମାନେ ଆପଣମାନଙ୍କୁ ଅନୁରୋଧ, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିବେ, ଆଉ ଯଦି ଫେସବୁକରେ ଦେଖୁଛନ୍ତି ଫଲୋ କରିବେ। ତେବେ ମୁଁ ତ ଚାଲିଲି ଶାଗ ଭଜା ଆଉ ପଖାଳ ଭାତ ଖାଇବା ପାଇଁ। ଆପଣ ଆଜି ଲଞ୍ଚରେ କ'ଣ କ'ଣ ଖାଇଥିଲେ କମେଣ୍ଟ କରିବେ। ରହିଲି, ବାଏ, ଜୟ ଜଗନ୍ନାଥ।